ମୁଁ ତଡ଼ବରାରେ ମୁଁ ଆଶା ଦିଦି ହେଇଛି ସାର୍ 11 ବର୍ଷ। ହୀରାମଣି ନାୟକ। ହୀରାମଣି ତାର ଗୁରୁବାର ଦିନ ସନ୍ଧ୍ୟାରେ ଟିକେ ତାତି ଜ୍ୱର ହେଲା। ତାପରେ ରାତିକି ଗୋଟେ ବହୁତ ଜ୍ୱର ବଢ଼ିଗଲା। ତାପରେ ସେଇ ଶୁକ୍ରବାର ଦିନ ସକାଳୁ ପାଉ ପାଉ ମୁଁ ନିଜେ ଆଶା କରିକି ମୁଁ ନିଜେ ଚେକ୍ କଲି ଯେ ମୋର ପାଖରେ ମ୍ୟାଲେରିଆ ବାହାରିଲାନି। ତାପରେ ମୁଁ ଭାବିଲି ମୁଁ ଏନ୍ଏମ୍ ପାଖକୁ ନେଇଯାଏ। ଏନ୍ଏମ୍ ପାଖରେ ପଚାରିଲି ବେଳେ ତା ପାଖରେ ମ୍ୟାଲେରିଆ ବାହାରିଲା। ତାପରେ ଭାତ ଖାଇଛନ୍ତି ନା ନାଇଁ, ନହେଲେ ଇଞ୍ଜେକ୍ସନ୍ ଦେବେ। ନହେଲେ ଭାତ ଖାଇନି, ବଟିକା ଅଛିରେ ଦେଇଦେବ, ମୁଁ ଭାତ ଖାଇକିରି ଘରେ ଖୁଆଇବି ବୋଲି। ତାପରେ ଦେଇଦେଲା ଟାବଲେଟ୍। ତାକୁ କେତେ ବର୍ଷ ବୋଲି ପଚାରିଲେ, ତାକୁ 13 ତାକୁ 11 ବୋଲିକିରି ସେମିତି କହିକିରି ଆଣିଲି। ମୁଁ ତାପରେ ଏଠି ଭାତ ଦେଇକିରି ମୁଁ ଟାବଲେଟ୍ ଖୁଆଇଦେଲି, ମ୍ୟାଲେରିଆ ଟାବଲେଟ୍। ତାପରେ ମ୍ୟାଲେରିଆ ଟାବଲେଟ୍ ଖୁଆଇ ଦେଇକିରି ଆହୁରି 1-2ଟା ବେଳକୁ ଆହୁରି ଜ୍ୱର ତାତି ଗଲା ବେଳେ ଆଥରେ ମୋର ହଜବେଣ୍ଡ କହିଲେ ଦେଖେ କେମିତି ଟାବଲେଟ୍ ଆଣିଛୁ ଦେଖିବା, ନିଜେ ଆଶା ହେଇକିରି ଆଉ ବୋଲି ତାପରେ ଟାବଲେଟ୍ ଦେଖେଇଦେଲି। ତାପରେ କ'ଣ ଟାବଲେଟ୍ ଆଣିଛୁ, ଏତିକି ସେତିକି ତାରିଖ ହେଇଯାଇଛି ନି, ଡେଟ୍ ଫୁଲି ଯାଇଛି ନି, ସାଙ୍ଗେ ସାଙ୍ଗେ ଏନ୍ଏମ୍ ପାଖକୁ ଫୋନ୍ ମାରିଦେଲେ ଗୋଟେ। ତାପରେ ଏନ୍ଏମ୍ ଦିଦି କହିଲେ ତୁମେ ନେଇ ଆସନ୍ତୁ ଟାବଲେଟ୍, ଯଦି ତୁମେ ପଣ୍ଡିତ ଗା, ତୁମେ ଆକ ତୁମେ ଦେଖିଛ, ଆଉ ଆମେ ତ ସେଇ ଟାବଲେଟ୍ ଦେଇକି ଲୋକକୁ ଭଲ କରୁଛୁ, ତୁମର ଡେଟ୍ ଫେଲ୍କା ଦେଇଛୁ, ତୁମେ ଭଲ ମେଡ଼ିସିନ୍ ନେଇ ଆସ ବୋଲେ ଗୋଟେ। ହଉ ପଠେଇ ଦିଅନ୍ତୁ, ଆମେ ରୋଗୀ ତ ନେଇଥିଲୁ, ତୁମେ ଦେଇପାରିଲନି, ତୁମେ ପଠାଉନ୍ତୁ ବୋଲେ ଗୋଟେ 4-7 ବସ୍ରେ ପଠେଇ ଦେଲେ। ମୁଁ 4-7 ପଠେଇ ଦେଇଛନ୍ତି। ମୁଁ ଏଥର ଡବଲ୍ ମେଡ଼ିସିନ୍ ଖୁଆଇ ଦେଇଛେ। ତାପରେ ସେମାନଙ୍କୁ କହିଲେ ହଁ ବଡ଼ି ସେକା କାମ ନାଇଁ ହେଲେ ଖୁଆଇ ଦିଅନ୍ତୁ ବୋଲେ ମୁଁ ଆଦର ସେକା ପହଞ୍ଚୁ ମୁଁ ଆର ଦିନ ଖୁଆଇ ଦେଇଛେ। ତାପରେ ବହୁତ ବଢ଼ିଗଲା ରାତିକୁ ଆଉ ଶନିବାର ଦିନ। ତାପରେ ଆମେ ରାତିରେ 1-2ଟା ବେଳେ ଆଥରେ ବାଁଶପାଳ ମେଡ଼ିକାଲ ପହଞ୍ଚିଲୁ। ମେଡ଼ିକାଲ ପହଞ୍ଚିକିରି ସେଠି ସେଲାଇନ୍ ଇଞ୍ଜେକ୍ସନ୍ 2ଟା ଲାଗିଲା। ତାପରେ 1 ଲାଗିକିରି ଗଲା କେଉଁଝର 5ଟା ସୁଦ୍ଧା। କେଉଁଝର ରେଫର ହେଲା ଛୁଆ, ସେଠି ବି ସେଲାଇନ୍ ଇଞ୍ଜେକ୍ସନ୍ ଦେଲେ ସେତିକି ତ। ତାପରେ ସେଠି ରହିଲା 1 ଦିନ ରହିଲା। ତାପରେ ଆର ଦିନ 4ଟା ବେଳେ ମରିଲା। ଡକ୍ଟର ତ କିଛି କହିଲେ ନାହିଁ, ଏଇଟା କିଛି ଜଣା ପଡ଼ୁନାହିଁ ଝିଅର କ'ଣ ହେଇଥିଲା ଆଉ କ'ଣ ହେଇଥିଲା ଯେ ଆମେ ଜାଣିପାରିଲୁନି। ମୁଁ ତ ଜ୍ୱର ଅଧିକ ହେଇଗଲା, ବ୍ରେନ୍ ଧରିଲା ବୋଲି ଭାବିଲି କିସ। ଆଜ୍ଞା, ଏକ୍ସପାରି ଡେଟ୍ରେ ସେଇଠୁ ଜ୍ୱର କମିଲାନି, ଉପରକୁ ଚଢ଼ିଗଲା। ଏଇ ମ୍ୟାଲେରିଆ ଟାବଲେଟ୍ ଏନ୍ଏମ୍ ଦିଦି ଦେଇଥିଲେ, ମୁଁ ଖୁଆଇଦେଲି। ମୋର 2ଟା ସାରା ପୁଅ ଗୋଟେ ଝିଅ ଗୋଟେ ଖାଇଥିଲେ। ଝିଅ ବି ସିରିୟସ୍, ପୁଅ ବି ସିରିୟସ୍। ଏଥର ବାନ୍ତି ହେଲା, ବାନ୍ତି କରି ସାରିଦେଲା। ଏନ୍ଏମ୍ ଏତିକି ସିରିୟସ୍ କଥା ଶୁଣିଛି। ସିଏ ମୁଁ ମେଡ଼ିକାଲ ପହଞ୍ଚାଉଛି ସଦାବେଳେ ଫୋନ୍ କରିଥାଏ। ତାପରେ କ'ଣ ହେଲା କ'ଣ ନାହିଁ ମୁଁ ପାରିବି ନାହିଁ ଦିଦି, ତୁମେ ଯଦି ଜାଣିଛ ତ ଡକ୍ଟର ଫୋନ୍ କରି ମେଡ଼ିସିନ୍ ମଗାଅ, ମୋର ଛୁଆକୁ ଦେଇଦିଅନ୍ତୁ ବୋଲି। ତାପରେ ମୁଁ ଆଉ କିଟା କହିବି, ଡକ୍ଟର ଯାହା କହିବ ବୋଲେ। ପୁରାପୁରି ଘଟଣା କହିଲେ ତାଙ୍କ ଜ୍ୱର ହେଇଥିଲା, ଝିଅର ଜ୍ୱର ହେଇଥିଲା। ତାପରେ ଆମ ଘରେ ଯେତେବେଳେ ଆଶା ଚେକ୍ କରିଛନ୍ତି ମ୍ୟାଲେରିଆ ବାହାରି ନଥିଲା। ଏନ୍ଏମ୍ ସେଣ୍ଟରକୁ ଗଲାବେଳକୁ ସେ ଝିଅର ମ୍ୟାଲେରିଆ ବାହାରିଲା, ତାଙ୍କ ପୁଅର ବି ମ୍ୟାଲେରିଆ ବାହାରିଲା। ଆଶାର ପୁଅ ଝିଅ 2ଟା ସାରା, କିନ୍ତୁ ସେମାନେ ଏକ୍ସପାୟରି ଡେଟ୍ ଦେବା ଯୋଗୁଁ ମେଡ଼ିସିନ୍ ସେ ଜ୍ୱର ଆହୁରି ଟିକେ ବଢ଼ିଲା ଭିତରେ ଇଏ ଆମର ଏନ୍ଏମ୍ ଦିଦିକୁ କହିଲା ବେଳକୁ ସେ ଡବଲ୍ ମେଡ଼ିସିନ୍ ପଠେଇଲେ ଯେ ସେ ମେଡ଼ିସିନ୍ର ବି କାମ ଦେଲାନି, ପୁରା ଦୁର୍ବଳ ହେଇଗଲା। ତାପରେ ମେଡ଼ିକାଲ ନେଲା ଭିତରେ ଡେଥ୍ ହେଇଗଲା। ଆଉ ପୁଅଟା କିନ୍ତୁ ବାନ୍ତି କରିଦେଲା ବୋଲି ସେ ବଞ୍ଚିଗଲା। ଯଦି ବାନ୍ତି କରିନଥାନ୍ତା ସେ ପୁଅ ବି ଆମର ପୁରା ପଳେଇଥାନ୍ତା। ସେ ଆମର ଆସିଥିଲେ ଆମର ଯେଉଁ ଏନ୍ଏମ୍ ସେଣ୍ଟରରୁ ଆସିଥିଲେ 3-4 ଜଣ ମ୍ୟାଡ଼ାମ୍। ସେ ଆସିଲେ ପୁରା ଜବରଦସ୍ତି ମେଡ଼ିସିନ୍କୁ ମାଗିକି, ବାପା ମାଆଙ୍କଠୁ ଜବରଦସ୍ତି ମାଗିକି ସେମାନେ ନେଇଗଲେ। ଛୁଆଟା ମରିଗଲା ପରେ ଆମେ ସତ୍କାର କରିକି ଆସିଥାଉ, ସେଇ ସମୟରେ ସେମାନେ ପହଞ୍ଚିଛନ୍ତି। ସେଇ ସମୟରେ ପହଞ୍ଚିଲା ପରେ ମାନେ ଜବରଦସ୍ତି ମେଡ଼ିସିନ୍କୁ ନେଇକି ପଳେଇଲେ। ତାପରେ ମୁଁ ଏନ୍ଏମ୍ ସେଣ୍ଟର ପର୍ଯ୍ୟନ୍ତ ଯାଇଛି, ମୁଁ ସେ ମେଡ଼ିସିନ୍ ମାଗିଛି। କାହିଁକିନା ମୁଁ କେସ୍ କରିବି, କାହିଁକି ଆମ ଝିଅ ମରିଗଲା ବୋଲି। କିନ୍ତୁ ସେମାନେ ସେଠି ବି ଦେଇନାହାନ୍ତି। ସେ ମୋତେ ବାରମ୍ବାର ପାଟି ବି କରିଛନ୍ତି। ମୋତେ କହିଛନ୍ତି ତମେ କିଏ, ଆମେ କିଏ, ତମେ ଖାଲି ଆମଠୁ ମେଡ଼ିସିନ୍ ଛଡ଼େଇକି ନିଅ, ଆମେ ତୁମକୁ କ'ଣ କରିବୁ ମୋତେ କହିଛନ୍ତି। ଏକ୍ସପାୟରି ମେଡ଼ିସିନ୍ଟା ଯେଉଁ ପ୍ରକାର ଦେଇଛନ୍ତି, ଆମର 2 ମାସ 26 ବର୍ଷ ସେଇ ହଁ ବର୍ଷର ମସିହା ହେଉଛି 26, 2 ମାସର ମେଡ଼ିସିନ୍ ଏକ୍ସପାୟରି ଡେଟ୍ ହେଉଛି 4 ମାସ ପ୍ରାୟ ବାହାରି ଗଲାଣି। କାହିଁକି ସେମାନେ ଆକ୍ଚୁଆଲି ଦେବେ ସେଇ ଏକ୍ସପାୟରି ଡେଟ୍ ମେଡ଼ିସିନ୍? ସେଇ ମେଡ଼ିସିନ୍ ଖାଇ ନଥାନ୍ତେ ଯଦି ହୁଏତ ଆମର ଝିଅ ବଞ୍ଚି ଯାଇଥାନ୍ତା। ଆକ୍ଚୁଆଲି ହଁ, ସେଇଟା ବି ଠିକ୍ କଥା। ଯଦି ଆମର ଆଶାର ଝିଅକୁ ସେମାନେ ଯଦି ମାରିପାରୁଛନ୍ତି, ତାହେଲେ ଅନ୍ୟମାନଙ୍କୁ ତ ମାରିବା ପାଇଁ ତାଙ୍କୁ ସହଜ ହେଇଯିବ। ଆଶାକୁ ଭୁଲେଇକି ଆମର ଅନ୍ୟ ନିରୀହ ପିଲାଙ୍କର ଯଦି ଯେହେତୁ ଜୀବନ ନେଇଛନ୍ତି, ଅନ୍ୟର ମା ବାପାଙ୍କର ବି
ନିରୀହ ପିଲାଙ୍କର ଜୀବନ ବି ନେଇପାରିବେ। ସେଥିପାଇଁ ମୋର କହିବାର କାରଣ ଏମାନଙ୍କୁ ନିହାତି ସରକାରକୁ ଦାବି ରହୁଛି ଯେ ମୋର ଏମାନଙ୍କୁ ନିଶ୍ଚିନ୍ତ ଭାବରେ ଏମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ମୋର ପୁଅ ହେଉଛି 13 ବର୍ଷ, ଝିଅ ଅଛି 11 ବର୍ଷ। ପିଲା ଆମର ବଡ଼ ପୁଅ ପଢ଼ୁଛି ଚମ୍ପା ଇଂଲିଶ ମିଡ଼ିୟମରେ, ଆଉ ଝିଅ ପଢ଼ୁଥିଲା ଆମର ବଣେଇ ପିଉଡ଼ିଆରେ। ତ ଆମର ଯେଉଁ ଗୁରୁବାର ଦିନ ଯେଉଁ ଆମର ତାତି ଜ୍ୱର ଆରମ୍ଭ ହେଲା, ତ ଶୁକ୍ରବାର ଦିନ ସକାଳୁ ସକାଳୁ ଆମର ମେଡ଼ିକାଲ ବାଇକ୍ରେ ନେଇଥିଲି। ସେମାନେ 5ଟା ବସରେ ଯାଇଥିଲେ, ମା ଝିଅ। ମୋ ପୁଅକୁ ନେଇଥିଲି ବାଇକ୍ରେ, ଏଇ ଆମର NM ସେଣ୍ଟରକୁ। ଆଜ୍ଞା, ଏଠି ଆମର ଆଶା ଦିଦି ନିଜେ ଥିଲେ, ମୋର ସ୍ତ୍ରୀ, ସେମାନେ ଚେକ୍ କଲେ ତ ପଜିଟିଭ୍ ବାହାରିଲାନି। ତେଣୁକରି ସେ ନେଇଯାଇଥିଲା NM ପାଖକୁ, ଆଉ ସେଠି ପଜିଟିଭ୍ ବାହାରିଥିଲା। ଯଦି ପଜିଟିଭ୍ ବାହାରିଲା ସେମାନେ ମେଡ଼ିସିନଟା ଦେଇଥିଲେ, ତ ସେଠି ଖାଇନି ବୋଲି ଇଞ୍ଜେକ୍ସନ୍ ଦେଇପାରିଲେନି। ଖାଇକି ଯେତେବେଳେ ଇଞ୍ଜେକ୍ସନ୍ ଦେଇଥିଲେ କେବେ ଇଞ୍ଜେକ୍ସନ୍ ତ ନଥିଲା ବୋଲି କହୁଛନ୍ତି। ତେଣୁ ଯେଉଁ ମେଡ଼ିସିନଟା ଆଣି ଆସିଲେ ଏଠିକି ଘରକୁ, ତାକୁ ଭାତ ଫାତ ଖୁଆଇକି ଖାଇକି ଦେଲେ। ଖାଇବା ପରେ ଟିକେ ଧୀରେ ଧୀରେ ଶୁକ୍ରବାର ଦିନ ତାଙ୍କ ତାତି ଜ୍ୱର ରହିଲା। ସନ୍ଧ୍ୟା ସମୟକୁ ଶୁକ୍ରବାର ଦିନ ନେଇଥିଲୁ, ସେଦିନ ଗୋଟେ ଥରେ ଖାଇଛନ୍ତି। ତାର ଦିନ ଯେତେବେଳେ ଖାଇଲେ ଦ୍ୱିତୀୟ ନମ୍ବରରେ ତ ସିରିୟସ୍ ଟିକେ ରହିଲେ। ସିରିୟସ୍ ରହିଲେ ସୋମବାର ଦିନକୁ ଗଲାବେଳକୁ ରାତିକୁ ଟିକେ ବେହୋସ ହେଇଗଲେ, ଦୁଇଟା ସାରା ପୁଅ ଝିଅ। ଯଦି ବେହୋସ ହେଲେ ମୁଁ ତାକୁ ପଚାରିଲି ଆମର ଆଶା ଦିଦିକୁ, କ'ଣ ମେଡ଼ିସିନଟା ଦେଖିବା ଟିକେ କ'ଣ ଜିନିଷଟା ଆଣିଛ, ସେଇଟା ମୁଁ ଡାଟା ଜାଣିଲି। ସେମାନେ ତ ଆଣିକି ଦିଦି ଦେଇଛନ୍ତି, ଆଣିକି ଖୁଆଇଦେଲେ। ମୁଁ ତେଣୁକରି ମେଡ଼ିସିନଟା ରିପୋର୍ଟ ଦେଖିଲି ଯେ ଫଟୋ ଦେଖିଲି ଯେ ଆମର ଏକ୍ସପାୟାରି ଡେଟ୍ଟା ଥିଲା 2/2024। ମାନେ ଆମର 2 ମାସ ହେଲା ଫେବୃଆରୀ ମାସ, ଆଉ ଫେବୃଆରୀକୁ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ୍ 4 ମାସ ଡେଟ୍ ଓଭର ହେଇଗଲାନି। ତ ଦିଦିକି ସାଙ୍ଗେ ସାଙ୍ଗେ ଫୋନ୍ କଲି ମୁଁ, କ'ଣ ଦିଦି ଏଗୁଡ଼ା ମେଡ଼ିସିନ ଦେଉଛ, ମୋର ଛୁଆ ପିଲା ଏମିତି ହଇରାଣ ହେଉଛନ୍ତି କହିଲି। ଯଦି ଏଗୁଡ଼ାକ ହଇରାଣ ହେଉଛି ଭଲ ମେଡ଼ିସିନ ନେଇଯାଅ। ଯଦି ଭଲ ମେଡ଼ିସିନ ନ ଦେଇକି ଖରାପ ମେଡ଼ିସିନ କାହିଁକି ଦେଲ ମୋ ଛୁଆମାନଙ୍କୁ? ଗୋଟେ ଛୁଆ ଏପଟ ସେପଟ ହେଇଗଲାଣି, ଆଉ ଗୋଟେ ଛୁଆ ବାନ୍ତି ରହୁଛି, ସେମିତି କହିଛି। NMକୁ ଫୋନ୍ କରିଛି ମୁଁ। ତେଣୁକୁ କହିଲେ ଭଲ ମେଡ଼ିସିନ ଅଛି ନେଇଯାଅ। ସେଥିପାଇଁ ମୁଁ କହିଲୁ କାହା ଦ୍ୱାରା ପଠାଅ, ଆମେ ଆଉ ଯାଇପାରିବୁନି, ଛୁଆ ଆମର ଏପଟ ସେପଟ ହେଇଗଲେଣି ଦୁଇଟା ସାରା ବୋଲି କହିଲୁ। NM ସେତେବେଳେ ମେଡ଼ିସିନ ପଠାଇଲେ ଗୋଟେ ଲୋକକୁ, ସେ ଆଣିକି ଦେଲା ଆମ ଗାଁ ସ୍ତ୍ରୀ ଲୋକଟା। ତେଣୁ ସେଟା ତାଙ୍କର ସେଦିନ ଖାଇନି। ତାପରେ 5ଟା ବେଳେ, ସନ୍ଧ୍ୟାରେ 5ଟା ବେଳେ ସେ ମେଡ଼ିସିନ ଖୁଆଇଛନ୍ତି। ଯଦି ଖାଇଲା ପରେ ଗୋଟେ ଛୁଆ ବାନ୍ତି ହେଲା, ଆଉ ଗୋଟେ ଛୁଆ ରାତି 2ଟା ପାଖାପାଖିରେ ପୁରା ସିରିୟସ୍ ହେଇଗଲା। ଯଦି ସିରିୟସ୍ ହେଲା 108କୁ ଫୋନ୍ କଲୁ, 108 ବି ଶୁଣିଲାନି। ତେଣୁକରି ଆମେ ଗୋଟେ ଅଟୋ କରିକରି ତାକୁ ଭଡ଼ା ଦେଇକି ନେଇଗଲୁ ବାଂଶଆଳକୁ। ବାଂଶଆଳକୁ ନେଲା ପରେ ସେଠି ସିରିଞ୍ଜ ଦେଇଦେଲେ, ଆଉ ସ୍ଲାଇନ୍ ଦେଲେ। ସେଠିକୁ ରେଫର୍ କରିଦେଲେ କେଉଁଝର। ଆର ପୁଅଟା ଘରେ ଥିଲା, ତାକୁ ଆମର ସାନ ଭାଇ ସେ ତା ଆର ଦିନ ସକାଳେ ଏଠୁ ବାଇକ୍ରେ ନେଇକି ମୋ ବାଇକ୍ରେ ନେଇଗଲେ। ସେଠୁ ବାଂଶଆଳ ଟ୍ରିଟମେଣ୍ଟ କରିକି ସେଟାକୁ କେଉଁଝର ରେଫର୍ ହେଲା। 2ଟା ସାରା ଆଜ୍ଞା କେଉଁଝର ମେଡ଼ିକାଲରେ ଶିଶୁ ୱାର୍ଡ଼ରେ ଥିଲେ। ଶିଶୁ ୱାର୍ଡ଼ରେ ଥାଉଁ ଗୋଟେ ସାନ ଝିଅଟା ଆମର ପୁରା ସିରିୟସ୍ରେ ଥାଏ, ବଡ଼ ପିଲାଟା ଟିକେ ତାର ହୋସ୍ ଆସିଥିଲା। କିନ୍ତୁ ଏମିତି ହେଇକି ଗୋଟେ ଦିନ ରହିଗଲା। ତା ସେଇ କେତେ 7 ତାରିଖ ରାତି ସକାଳ 4ଟା ବେଳେ ଡେଥ୍ ହେଇଯାଇଛନ୍ତି। ଆଉ ଅଭିଯୋଗ କ'ଣ ଆଜ୍ଞା, ମୋର ଜାଣିବା ଦରକାର ଯେ ଆମର ଯେଉଁ ମେଡ଼ିସିନଟା ଦେଇଛନ୍ତି, ମେଡ଼ିସିନ ରିପୋର୍ଟ ବି ଦେବି ଆଜ୍ଞା। ଏଇଟା ମୁଁ ପଢ଼ିଲି, ଏକ୍ସପାୟାରି ଡେଟ୍ ଅଛି 2/2024। ମାନେ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ୍ ମାସକୁ ପଳେଇ ଆସିଲାଣି, 4 ମାସ। ଏଇ ମେଡ଼ିସିନଟା ଖାଇକି ଆମ ଛୁଆ ଦୁଇଟା ସବୁ ପୁରା ବେହୋସ ହେଇଯାଇଛନ୍ତି। ଆଉ ଗୋଟେ ଡେଥ୍ରେ ହେଲା, ଆଉ ଗୋଟେ ଜଣେ ଅଛନ୍ତି ଏଇନା ବର୍ତ୍ତମାନ। ତ ଏଇମାନେ ଯଦି ମୁଁ NM ସେଣ୍ଟର ଦେଇଛନ୍ତି, NM ଦିଦି ବି ଦେଇଛନ୍ତି, ଗୌରୀରାଣୀ ମହନ୍ତ। ଏଇଟା ଆମର ସିଂପୁର NM ସେଣ୍ଟରର। ତ ଏଇଭଳିଆ ଯଦି ମେଡ଼ିସିନ ଦେବେ, ତାହେଲେ ଆମ ଲୋକ ବଞ୍ଚିବେ ନା ମରିବେ? ନିଜେ ଆଶା, ଆମ ଗାଁରେ ଯେତିକି ବର୍ଷରୁ ସେ ଆଶା କରୁଛି, ଗୋଟେ ବି ଛୁଆ ମୋର ଏତେ ଦେଇନି। ଆଜି ନିଜେ ଆଶା ହେଇକରି ଏଇଭଳିଆ ମେଡ଼ିସିନ ଖାଇକି ଆମ ଛୁଆ ଗୋଟେ ମୃତ୍ୟୁବରଣ କରିଛନ୍ତି।